ट्रेन ଯାତ୍ରୀମାନଙ୍କ ପାଇଁ ଆସିଲା ଖୁସି ଖବର। ଟ୍ରେନ୍ ଟିକେଟରେ 75% ପର୍ଯ୍ୟନ୍ତ ମିଳିବ ରିହାତି। ଜାଣନ୍ତୁ କେମିତି କରିବେ ଆପ୍ଲାଏ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଭାରତୀୟ ରେଳବାଇ ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ କରୁଛି। ଏହି କ୍ରମରେ ପଶ୍ଚିମ ମଧ୍ୟ ରେଳବାଇର ଭୋପାଳ ମଣ୍ଡଳ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ ସମ୍ମାନଜନକ ଏବଂ ଶସ୍ତା ଯାତ୍ରା ସୁବିଧା ଯୋଗାଇ ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏହା ଅଧୀନରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ୍ ଭଡ଼ାରେ 25%ରୁ 75% ପର୍ଯ୍ୟନ୍ତ ବଡ଼ ରିହାତି ଦିଆଯାଉଛି। ବିଶେଷ କଥା ହେଉଛି ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସାଙ୍ଗରେ ଯାଉଥିବା ସହଯୋଗୀକୁ ମଧ୍ୟ ସମାନ ପରିମାଣର ରିହାତି ମିଳିବ। ଏବେ ଆସନ୍ତୁ ଜାଣିବା ଏହି ରିହାତିର ଲାଭ ଉଠାଇବା ପାଇଁ ଘରେ ବସି କିପରି ଅନଲାଇନ୍ ଡିଜିଟାଲ କାର୍ଡ ତିଆରି କରାଯାଇପାରିବ। ରେଳବାଇର ଏହି ବିଶେଷ ରିହାତି ଯୋଜନା ଅଧୀନରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ବିଭିନ୍ନ ଶ୍ରେଣୀର ଭଡ଼ାରେ ବଡ଼ ଆଶ୍ୱସ୍ତି ଦିଆଯାଉଛି। ଏହି ବିଶେଷ ରିହାତି ମୁଖ୍ୟତଃ ଦୃଷ୍ଟିହୀନ, ମାନସିକ ବିକଳାଙ୍ଗ, ମୂକ ବଧିର ଏବଂ ଚଳନ ଅକ୍ଷମତା ଥିବା ଲୋକମାନଙ୍କର ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଦିଆଯାଏ। ଯଦି ଦିବ୍ୟାଙ୍ଗ ଯାତ୍ରୀଙ୍କ ସହ କୌଣସି ସହଯୋଗୀ ବା ଏସ୍କର୍ଟ ମଧ୍ୟ ଯାତ୍ରା କରୁଛନ୍ତି, ତେବେ ଟିକେଟ୍ ବୁକିଂ ସମୟରେ ସେମାନଙ୍କୁ ମଧ୍ୟ ଠିକ୍ ସେତିକି ପ୍ରତିଶତର ରିହାତି ପ୍ରଦାନ କରାଯିବ। ଏହି ରିହାତିର ସିଧାସଳଖ ଏବଂ ସହଜ ଲାଭ ଉଠାଇବା ପାଇଁ ଯାତ୍ରୀମାନଙ୍କ ପାଖରେ ଏକ ଆଧିକାରିକ କାର୍ଡ ରହିବା ବାଧ୍ୟତାମୂଳକ ଅଟେ। ପଶ୍ଚିମ ମଧ୍ୟ ରେଳବାଇର ଭୋପାଳ ମଣ୍ଡଳ ଏହି ଦିଗରେ ଦ୍ରୁତଗତିରେ କାର୍ଯ୍ୟ କରି 17 ଜୁନ୍ 2026 ସୁଦ୍ଧା ରେକର୍ଡ ସଂଖ୍ୟକ 651ଟି ଦିବ୍ୟାଙ୍ଗଜନ କନସେସନ କାର୍ଡ ଜାରି କରିସାରିଛି। ଥରେ ଏହି କାର୍ଡ ତିଆରି ହୋଇଗଲେ ଯାତ୍ରୀମାନେ ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରକୁ ଯାଇ କିମ୍ବା ଘରେ ବସି ଆଇଆର୍ସିଟିସି ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକ୍ କରିବା ସମୟରେ ଏହି ରିହାତିର ସିଧାସଳଖ ଲାଭ ଉଠାଇପାରିବେ। ଏବେ ଏହି କନସେସନ୍ କାର୍ଡ ତିଆରି କରିବା ପାଇଁ ସରକାରୀ ଅଫିସ ଚକ୍କର କାଟିବାର ଆଦୌ ଆବଶ୍ୟକତା ନାହିଁ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ ଡିଜିଟାଲ ହୋଇଯାଇଛି। ଆବେଦନ ପାଇଁ ଆପଣଙ୍କୁ ନିମ୍ନଲିଖିତ ପ୍ରମାଣପତ୍ରଗୁଡ଼ିକର ଆବଶ୍ୟକତା ହୋଇପାରେ। ପ୍ରଥମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦ୍ୱାରା ଜାରି କରାଯାଇଥିବା ଦିବ୍ୟାଙ୍ଗ ପ୍ରମାଣପତ୍ର, ରେଳବାଇର ରିହାତି ପ୍ରମାଣପତ୍ର, ପରିଚୟ ଏବଂ ଠିକଣା ପ୍ରମାଣ ପାଇଁ ପରିଚୟ ଦସ୍ତାବିଜ, ଜନ୍ମ ପ୍ରମାଣପତ୍ର ଏବଂ ଶେଷରେ ଏକ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ହେବ। ଏହି ସମସ୍ତ ଦସ୍ତାବିଜକୁ ଭାରତୀୟ ରେଳବାଇର ଆଧିକାରିକ ପୋର୍ଟାଲ ଦିବ୍ୟାଙ୍ଗଜନ ଡଟ୍ ଇଣ୍ଡିଆନ୍ ରେଲ୍ ଡଟ୍ ଜିଓଭି ଡଟ୍ ଆଇଏନ୍କୁ ଯାଇ ଅନଲାଇନ୍ ଅପଲୋଡ୍ କରିବାକୁ ହେବ। କାର୍ଡ ପ୍ରସ୍ତୁତିର ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଏବଂ ଏହାର ପ୍ରତିଟି ଅପଡେଟ୍ ଆପଣ ଘରେ ବସି ପାଇପାରିବେ। ଆପଣଙ୍କ ଦ୍ୱାରା ଅନଲାଇନରେ ଦାଖଲ କରାଯାଇଥିବା ଦସ୍ତାବିଜଗୁଡ଼ିକୁ ରେଳ ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯିବ। ଆପଣଙ୍କର ଡିଜିଟାଲ କାର୍ଡ ମଞ୍ଜୁର ହେବା ମାତ୍ରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପଠାଇ ଦିଆଯିବ। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।